दानव मर्दन नंद सुत विधि शंकर वासव सूरनुत जय दानव मर्दन नंद सुत विधि शंकर वासव सूरनुत सतताकुल विष संधरणे जगदीश कृपा कुरु दीन जने जगदीश कृपा कुरु दीन जने जगदीश कृपा कुरु दीन जने केमिति महाप्रभुଙ୍କର ସେହି ଯେଉଁ ଆମେ ଅପରାଧ ଯେଉଁ ହେଇଛି କ'ଣ ଅପରାଧ ହେଇଛି ମହାପ୍ରଭୁ କ୍ଷମା କରିବେ ସେଇ କ୍ଷମା ପ୍ରାର୍ଥନା ଆପଣଙ୍କ ଭାଷାରେ ଆପଣ ମହାପ୍ରଭୁଙ୍କ ପାଖରେ ଟିକେ କରନ୍ତୁ କାହିଁକିନା ଜଗତବାସୀ କୋଟି କୋଟି ପ୍ରାଣ ବର୍ତ୍ତମାନ ଏଇ ଯେଉଁ ମହାପ୍ରଭୁଙ୍କର ଏଇ ଯେଉଁ ଖୁସି ଆନନ୍ଦ ବିଭୋର ଏ ପବିତ୍ର ଏ ସବୁ ଭିତରେ ମାନେ ମହାପ୍ରଭୁଙ୍କୁ ସେ ରୋକିବାକୁ ଚେଷ୍ଟା କଲେ ଆଉ ମହାପ୍ରଭୁ ତ ଏତେ ତାକୁ ରୋକିବା ତ ଏତେ ସମ୍ଭବ ନୁହେଁ ତେଣୁ ମହାପ୍ରଭୁଙ୍କ ଯଦି ସେମାନେ ରକ୍ଷା କରିପାରିଥିଲେ କିନ୍ତୁ ସେମାନେ ସାମାନ୍ୟ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ସାଙ୍ଗେ ସାଙ୍ଗେ ଜିଲ୍ଲା ପ୍ରଶାସନ ତରଫରୁ ଡାକ୍ତରଖାନା ଚିକିତ୍ସା ପାଇଁ ପଠାଯାଇଛି ଆଉ ଭଗବାନ ମହାପ୍ରଭୁ ସେମାନଙ୍କୁ ସୁସ୍ଥ କରନ୍ତୁ। ଏଇ କେତେ ଜଣ ଆହତ ଆମେ ଦେଖିଲେ ବଡ଼ପ ନାୟକ ମଧ୍ୟ ଆହତ ହେଲେ ଯାଇକି ପାଲ ନେଇଯାଉଥିଲେ। ଦେଖନ୍ତୁ ଯିଏ କାଖ ତଳେ ଭୁଜ ତଳେ ଥିଲେ ସେଇମାନେ ହିଁ ଆହତ ହୋଇଛନ୍ତି ତେଣୁ ଆମେ ଏତେବେଳେ ଆମେ ଜାଣିବୁ କୋଉମାନେ ଆହତ ହୋଇଛନ୍ତି କିନ୍ତୁ ଆମର 5-7 ଜଣ ସେବାୟତ ଆହତ ହୋଇଛନ୍ତି। ଆମେ ଦେଖିଲେ ନା ବଡ଼ପ ନାୟକ ଗଲେ ସେଠି ପାଲ ଦେଇକିରି କ'ଣ ମଣଇ କରିବା ନା କ'ଣ ହଁ ଆଗରେ ସେଠି ଘଷା ଜଳ ସମର୍ପଣ ଅଡ଼ପ ସେବା ଏବଂ ପ୍ରତିମାତ୍ର ବନ୍ଦାପନା ଏଇସବୁ ସେବା ସବୁ ଥାଏ ଏଇସବୁ ସେବା କଲେ ସରିଲା ପରେ ହେଇଛି ମହାପ୍ରଭୁଙ୍କ ଇଚ୍ଛା ମହାପ୍ରଭୁ ଜାଣିବେ ଆମେ କେମିତି କହିପାରିବା ମହାପ୍ରଭୁଙ୍କ କଥା ମହାପ୍ରଭୁ ଜାଣିବେ। ଜୟ ପ୍ରଭୁ ବଳଭଦ୍ରଙ୍କର ଜୟ। ମହାପ୍ରଭୁ ଯେତେବେଳେ କିଛି ଦୋଷ ତ୍ରୁଟି ଦେଖିଛନ୍ତି ତାହାର ତେଣୁ ସିଏ ଏଭଳି ଏକ ବାର୍ତ୍ତା ଦେଲେ ଯେ ପ୍ରଭୁଙ୍କର ଏଥିପାଇଁ ଆମେ ସମସ୍ତେ ତାଙ୍କ ପାଖରେ କ୍ଷମା ମାଗିବା ଉଚିତ ଯେ ପ୍ରଭୁ ଆମର ଭୁଲ ତ୍ରୁଟି ପାଇଁ କ୍ଷମା କରନ୍ତୁ ଏବଂ ପୂର୍ବରୁ ଯେଭଳି ଚାଲିଥିଲା ସେ ଲୀଳା ଜାରି ରଖନ୍ତୁ ଏବଂ ଯେଉଁମାନେ ଅସୁସ୍ଥ ହୋଇଗଲେ ଯେଉଁମାନେ ଡାକ୍ତରଖାନା ଯାଇଛନ୍ତି ସେମାନେ ସୁସ୍ଥ ହୋଇଯାଆନ୍ତୁ। ତେଣୁ ବର୍ତ୍ତମାନ ଆପଣମାନେ ଦେଖୁଛନ୍ତି ଯେ ମହାପ୍ରଭୁ ବଳଭଦ୍ରଙ୍କର ଏହି ପହଣ୍ଡି ଚାଲିଥିଲା ସେ ଅଟକିକି ରହିଛି ଏବଂ ପୂର୍ବ ପରି ଘଣ୍ଟ ବାଜୁଛି ଏବଂ ସମସ୍ତେ ଚାହିଁଛନ୍ତି ଯେ ପ୍ରଭୁ କେତେବେଳେ ଇଚ୍ଛା କରିବେ ସେ ତାଙ୍କର ପହଣ୍ଡି କାର୍ଯ୍ୟ କରିବା ପାଇଁ ତାଙ୍କ ଲୀଳା କରିବା ପାଇଁ କାରଣ ସେ ପ୍ରଭୁ ହେଉଛନ୍ତି ଇଚ୍ଛାମୟ ତାଙ୍କ ଇଚ୍ଛା ବିନା କିଛି ହୁଏ ତେଣୁ ଯାହା କିଛି ଘଟୁଛି ଆଜି ସମଗ୍ର ବିଶ୍ୱ ଦେଖୁଛି ଯେ ପ୍ରଭୁଙ୍କର ଏହି ପବିତ୍ର ଆଡ଼ପ ପହଣ୍ଡି ଏବଂ ତାକୁ ଲକ୍ଷ୍ୟ କରିକି ଭକ୍ତମାନେ କିଏ ନୃତ୍ୟ କରୁଛନ୍ତି କିଏ ଗାନ କରୁଛନ୍ତି କିଏ ବି ସ୍ତୁତି କରୁଛନ୍ତି କିଏ ମନ୍ତ୍ରପାଠ କରୁଛନ୍ତି ଆଉ ସେଇଟିକୁ ସେ ଲକ୍ଷ୍ୟ କରୁଛନ୍ତି। ତେଣୁ ପ୍ରଭୁଙ୍କର ଦିବ୍ୟ ଲୀଳାରେ ଆମେ ସମସ୍ତେ ସାମିଲ ହେଇଛେ ଆଉ ତାକୁ ଆମେ ଲକ୍ଷ୍ୟ କରୁଛେ ଯେ ପ୍ରଭୁ କିଭଳି ଆମକୁ କୃପା କରନ୍ତୁ ପ୍ରଭୁଙ୍କର କୃପାରେ ଆମେ କେମିତି ସମସ୍ତେ ତାଙ୍କର ଆଶୀର୍ବାଦ ପାଇବା। ତେଣୁ ଦେଖନ୍ତୁ ରାଜଚ୍ୟୁତାଂଶୁ ସୁପ୍ରଦ୍ୟୋତି ପ୍ରଖୀଳ ଶୂର ଶ୍ରେଣୀ ସଂସ୍ତୂୟମାନ ସତ୍ରୀଭୂତା ହୀରା ଜଗତ୍କ ବିଘଟ ଶିରୋ ନୀଳଚେଳଂବସାନ ध्येय श्रीकाम हळहळ मुसळ लसद बाहुदंड प्रचंड
त्रैलोक्य त्राण सौंद विविधमणि सत्कुंडलध्वासी गण्ड। तेणु जगन्नाथ महाप्रभुंकर दिव्य रूप आपण मैंने देखुंट महाप्रभु चाहिए से अंतर्जामी से भावग्राही से सब जानती एवं जाणिक से कार्य करेंगे। तेणु भक्त मानक भितर एक दुख सृष्टि होती सब शांति श्रृंखला चली स्नान